नमस्कार गत सप्ताहटा भारत ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଫେବୃଆରୀ 8ରୁ 15 ଭିତରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଆମେ ସମସ୍ତେ ଗର୍ବ କରିପାରିବା। ତେବେ ଚାଲନ୍ତୁ ସେହି ସବୁ ବଡ଼ ବଡ଼ ବିଜୟ, ନୂଆ ଆରମ୍ଭ ଆଉ ବିଶ୍ୱସ୍ତରରେ ଆମର ସ୍ଥିତି ବିଷୟରେ ଜାଣିବା। ସପ୍ତାହର ଆରମ୍ଭ ହୋଇଥିଲା ଧମାକାଦାର ବିଜୟ ସହିତ, ଖାସ୍ କରି ଖେଳ ପଡ଼ିଆରେ, ଯେଉଁଠି ଭାରତ ଗୋଟିଏ ପରେ ଗୋଟିଏ ରେକର୍ଡସ୍ ନିଜେ ନାଁରେ କରି ଚାଲିଥିଲା। କିନ୍ତୁ କଥା କ'ଣ ଖାଲି ଖେଳରେ ସୀମିତ ଥିଲା? ଆଦୌ ନାହିଁ। ଟେକ୍ନୋଲୋଜି ହେଉ କି ଶାସନ, ଦେଶରେ ଏମିତି କିଛି ନୂଆ ପଦକ୍ଷେପ ନିଆଯାଇଥିଲା ଯାହା ସତରେ ଯୁଗାନ୍ତକାରୀ ଥିଲା। ଆଉ ଏସବୁ ଭିତରେ ପୂରା ଦୁନିଆର ନଜର ଭାରତ ଉପରେ ଥିଲା। ତେବେ ବିଶ୍ୱ ମାନଚିତ୍ରରେ ଆମ ଦେଶ ନିଜର ସ୍ଥାନକୁ କେମିତି ଆହୁରି ମଜବୁତ କଲା? ଆସନ୍ତୁ ଏହି ରୋମାଞ୍ଚକର ସପ୍ତାହର ପୂରା କାହାଣୀ ଜାଣିବା। ତେବେ ଆରମ୍ଭ କରିବା ସେହି କ୍ଷେତ୍ରରୁ ଯେଉଁଠି ଉତ୍ସାହ ସବୁଠୁ ଅଧିକ ଥିଲା, ଆମ କ୍ରୀଡ଼ା ଜଗତରୁ। ଏହି ସପ୍ତାହରେ ଆମ ଆଥଲେଟ୍ମାନେ ଯେଉଁ ଚମତ୍କାର ପ୍ରଦର୍ଶନ କରିଛନ୍ତି ତାହା ଦେଶ ପାଇଁ ପ୍ରକୃତରେ ଗୌରବର ବିଷୟ। ଦେଖନ୍ତୁ ଏହି ସଂଖ୍ୟାକୁ 94। ଏସିଆଇ ରାଇଫଲ ପିସ୍ତଲ ଚାମ୍ପିଅନଶିପ୍ରେ ଭାରତ ନିଜ ମାଟିରେ ଏକଦମ ଜବରଦସ୍ତ ପ୍ରଦର୍ଶନ କରି ମୋଟ 94ରେ ପଦକ ଜିତିଛି। ଆଉ ଜାଣିଛନ୍ତି ଏଇ 94ଟା ପଦକ ଭିତରେ ସବୁଠାରୁ ଖାସ୍ କଥା କ'ଣ? 51ଟା ସୁନା। ହଁ, ଠିକ୍ ଶୁଣିଲେ, ପୂରା 51ଟା ସ୍ୱର୍ଣ୍ଣ ପଦକ। ଏହା ସହିତ 23ଟି ରୌପ୍ୟ ଆଉ 20ଟି କାଂସ୍ୟ ପଦକ ମିଶି ଭାରତକୁ ପଦକ ତାଲିକାରେ ସିଧା ଉପରକୁ ନେଇଯାଇଛି। କହିବାକୁ ଗଲେ ଏହା ଏକ ଅବିଶ୍ୱାସନୀୟ ସଫଳତା। ଆଉ ଏହି ବିଜୟର ଧାରା ଏକା ବଡ଼ ସୁଟିଂରେ ଅଟକି ନଥିଲା। ଗୋଟିଏ ପଟେ ଆମର U19 କ୍ରିକେଟ ଟିମ୍ ବିଶ୍ୱକପ୍ ଜିତିଲା, ଅନ୍ୟପଟେ ଫୁଟବଲରେ ସନ୍ତୋଷ ଟ୍ରଫି ବି ଆମ ନାଁରେ ରହିଲା। ଏପରିକି ଆମର ଅଲିମ୍ପିକ୍ ହିରୋ ଅଭିନବ ବିନ୍ଦ୍ରାଙ୍କୁ ମଧ୍ୟ ଏକ ବହୁତ ବଡ଼ ଆନ୍ତର୍ଜାତୀୟ ସମ୍ମାନ ମିଳିଲା। ସବୁ ମିଶେଇ ଦେଖିଲେ ଏହା ଏକ ପୂରାପୂରି ୱିନିଂ ୱିକ୍ ଥିଲା। ଖେଳ ପଡ଼ିଆରେ ତ ଆମେ ଜିତିଲେ, କିନ୍ତୁ ଏହି ଜୋଶ ଆଉ ଉତ୍ସାହ ଦେଶର ବାକି କ୍ଷେତ୍ରରେ ବି ଦେଖିବାକୁ ମିଳିଥିଲା। ଏହି ସପ୍ତାହରେ ଭାରତରେ ଏମିତି କିଛି କାମ ହୋଇଛି ଯାହା ପ୍ରଥମ ଥର ପାଇଁ ହୋଇଛି। ଯେମିତିକି ପରିବେଶ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ। ଗୋଆ ଏବେ ଦେଶର ଦ୍ୱିତୀୟ ରାଜ୍ୟ ପାଲଟିଛି ଯିଏ ନିଜ ରାଜ୍ୟର ସବୁ ପକ୍ଷୀଙ୍କର ଏକ ବିସ୍ତୃତ ଡାଟାବେସ୍ ବା ବାର୍ଡ ଆଟଲାସ୍ ତିଆରି କରିଛି। ଏହା ପକ୍ଷୀଙ୍କର ସଂରକ୍ଷଣ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେହିପରି ଆର୍ଥିକ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରାଯାଇଛି। ରାଜସ୍ଥାନର ଆଲୱାର ଦେଶର ପ୍ରଥମ ଜିଲ୍ଲା ହୋଇଛି ଯେଉଁଠି ପ୍ରତ୍ୟେକ ନାଗରିକଙ୍କୁ ବୀମା କଭରେଜ ମିଳିପାରିଛି। ଏହା ପ୍ରକୃତରେ ଏକ ବଡ଼ ଉପଲବ୍ଧି। ଆଉ ଏବେ ଏମିତି ଗୋଟେ କଥା ଶୁଣନ୍ତୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କଳ୍ପନା କରନ୍ତୁ ତ, ଆପଣ ଗାଡ଼ି ଚଲାଉଛନ୍ତି ଆଉ ରାସ୍ତା ନିଜେ ସଙ୍ଗୀତ ବଜାଉଛି। ହଁ, ମୁମ୍ବାଇରେ ଦେଶର ପ୍ରଥମ ମ୍ୟୁଜିକାଲ ରୋଡ୍ ତିଆରି ହୋଇଛି। ଏହା ଟେକ୍ନୋଲୋଜି ଆଉ କଳାର ଏକ ଚମତ୍କାର ମିଶ୍ରଣ। ପ୍ରଥମ ପଦକ୍ଷେପର ଏହି ଧାରା ଏତିକିରେ ଅଟକି ନଥିଲା। ବନ୍ଦରଗୁଡ଼ିକରେ ଅତ୍ୟାଧୁନିକ ଆଣ୍ଟି ଡ୍ରୋନ୍ ସିଷ୍ଟମ ଲାଗିଲା। କେରଳକୁ ମିଳିଲେ ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି, ଆଉ ବ୍ୟାଙ୍କିଂ କ୍ଷେତ୍ରରେ ବିଦେଶୀ ନିବେଶକୁ ସହଜ କରିବା ପାଇଁ ପୂରା ଡିଜିଟାଲ ଲାଇସେନ୍ସ ଜାରି କରାଗଲା। ତବେ ଦେଶ ଭିତରେ ତ ଏତେ ସବୁ ଚାଲିଥିଲା, କିନ୍ତୁ ବିଶ୍ୱ ଦରବାରରେ ଭାରତର ସ୍ଥିତି କ'ଣ ଥିଲା? ଆସନ୍ତୁ ସେ ବିଷୟରେ ଜାଣିବା। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ବିଭିନ୍ନ ବିଶ୍ୱସ୍ତରୀୟ ମାପଦଣ୍ଡରେ ଭାରତ କେଉଁଠି ଛିଡ଼ା ହେଉଛି? ଆସନ୍ତୁ ଦେଖିବା। ନିକଟରେ ଆସିଥିବା କିଛି ରିପୋର୍ଟ ଆମକୁ ଏକ ମିଶ୍ରିତ ଚିତ୍ର ଦେଖାଉଛି। ଗୋଟେପଟେ ଦୁର୍ନୀତି ଧାରଣା ସୂଚକାଙ୍କରେ ଆମର ସ୍ଥିତି ଏବେ ବି ଏକ ଆହ୍ୱାନ, କିନ୍ତୁ ଅନ୍ୟପଟେ ଟେକ୍ନୋଲୋଜି ବ୍ୟବହାର ଅର୍ଥାତ୍ ଡିଜିଟାଲ ପ୍ରସ୍ତୁତି ଏବଂ R&D ଖର୍ଚ୍ଚ ମାମଲାରେ ଭାରତ ଦୁନିଆର ବଡ଼ ବଡ଼ ଦେଶଙ୍କ ସହ ତାଳ ଦେଇ ଆଗକୁ ବଢ଼ୁଛି। କେବଳ ରାଙ୍କିଂ ନୁହେଁ, ଭାରତ ଏବେ ବିଶ୍ୱର ନେତୃତ୍ୱ ନେବାକୁ ମଧ୍ୟ ଆଗେଇ ଆସୁଛି। ଯେମିତିକି ବ୍ରିକ୍ସର ଅଧ୍ୟକ୍ଷତା ହେଉ କିମ୍ବା ବିଶ୍ୱ ଜୈବିକ ବାଣିଜ୍ୟ ମେଳାରେ କଣ୍ଟ୍ରି ଅଫ୍ ଦ ଇୟର ଭାବେ ସମ୍ମାନିତ ହେବା। ଆଉ ଏହି ସମୟରେ ବିଶ୍ୱ ରାଜନୀତିରେ ମଧ୍ୟ ଏକ ବଡ଼ ଘଟଣା ଘଟିଥିଲା। ଜାପାନକୁ ମିଳିଥିଲା ତାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଚାଲନ୍ତୁ ଏବେ ପୁଣି ଥରେ ଦେଶକୁ ଫେରିବା ଏବଂ ଦେଖିବା ଟେକ୍ନୋଲୋଜି କେମିତି ଆମ ସୁରକ୍ଷା ବ୍ୟବସ୍ଥା ଆଉ ସାମାଜିକ ଜୀବନ ଉପରେ ପ୍ରଭାବ ପକାଉଛି। ଡିଜିଟାଲ ଦୁନିଆ ଯେତିକି ସୁବିଧା ଦେଉଛି ସେତିକି ବିପଦ ବି ଆଣୁଛି। ଏହାକୁ ଦେଖି ଦିଲ୍ଲୀ ପୋଲିସ ଅପରେସନ ଶସ୍ତ୍ର ଆରମ୍ଭ କରିଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୋସିଆଲ ମିଡିଆର ଦୁରୁପଯୋଗକୁ ରୋକିବା, ଯେମିତିକି ଅନଲାଇନ୍ ଧମକ ଦେବା କିମ୍ବା ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା। ସେହିପରି ଦେଶର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଭାରତୀୟ ନୌସେନାରେ ସାମିଲ ହୋଇଛି INS ଅର୍ଣ୍ଣାଳା। ଏହାର ଖାସିୟତ ହେଉଛି ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ତିଆରି ହୋଇଥିବା ପ୍ରଥମ ଆଣ୍ଟି ସବମେରାଇନ୍ ଯୁଦ୍ଧ ଜାହାଜ। ଏହା ଆମ ମେକ୍ ଇନ୍ ଇଣ୍ଡିଆର ଏକ ବଡ଼ ଉଦାହରଣ।
ଟେକ୍ନୋଲୋଜିର ବ୍ୟବହାର କେବଳ ସୁରକ୍ଷା ପାଇଁ ନୁହେଁ ବରଂ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ମଧ୍ୟ କରାଯାଉଛି। ହିମାଚଳରେ ପିଲାମାନେ ଏବେ ଏଆଇ ସାହାଯ୍ୟରେ ପାଠ ପଢ଼ୁଛନ୍ତି ଆଉ ଆମ ନିଜ ଓଡ଼ିଶାରେ ଜମିବାଡ଼ି କାଗଜପତ୍ରକୁ ସୁରକ୍ଷିତ ଆଉ ସହଜ କରିବା ପାଇଁ QR କୋଡ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ତେବେ ଏତେ ସବୁ ଘଟଣାଭରା ସପ୍ତାହ ପରେ ମନରେ ପ୍ରଶ୍ନ ଆସୁଛି, ଆଗକୁ କ'ଣ? ଏହିସବୁ ପରିବର୍ତ୍ତନ ଭବିଷ୍ୟତ ପାଇଁ କି ସଙ୍କେତ ଦେଉଛି? ଏବେ ଭାରତର ନଜର ରହିଛି ଆକାଶ ଉପରେ, ଆଉ ଆକାଶର ବହୁତ ଉପରେ। ଚନ୍ଦ୍ରଯାନ-4 ମିଶନର ପ୍ରସ୍ତୁତି ଚାଲିଛି, ଯାହା ଚନ୍ଦ୍ରରୁ ମାଟି ନମୁନା ନେଇ ଫେରିବ। ଏଥିପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଏକ ଜାଗା ମଧ୍ୟ ଚିହ୍ନଟ କରାଯାଇଛି। ଏହାଛଡ଼ା ମହାକାଶକୁ ଆହୁରି ଭଲ ଭାବେ ଦେଖିବା ପାଇଁ ଲଦାଖରେ 2ଟି ନୂଆ ଆଉ ଶକ୍ତିଶାଳୀ ଟେଲିସ୍କୋପ୍ ମଧ୍ୟ ଲଗାଯିବ। ତେବେ ଏହି ସପ୍ତାହର ଘଟଣାବଳୀ ଗୋଟିଏ କଥା ସ୍ପଷ୍ଟ କରୁଛି। ପରିବର୍ତ୍ତନର ଗତି ବହୁତ ଦ୍ରୁତ। ଟେକ୍ନୋଲୋଜି ଆମ ଜୀବନକୁ ମାଟିରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ବଦଳାଇ ଦେଉଛି। ଏହା ଆମକୁ ଏକ ବଡ଼ ପ୍ରଶ୍ନ ପାଖରେ ଛାଡ଼ିଯାଉଛି। ମାନବତାର ପରବର୍ତ୍ତୀ ବଡ଼ ଲମ୍ପ କେଉଁ ଦିଗରେ ହେବ?